ଭଲ ଲାଗେ ନା ଗପ ଗପ ଶୁଣ ନା ତମ ସବୁ ଘରେ କିଏ ସବୁ ଗପ କହନ୍ତି କହିଲେ ଦେଖିଆ ବୋଉ କିଏ ଆଉ ତମ ଘରେ କିଏ ଗପ କିଏ ମା କିଏ ବୋଉ ତମ ଘରେ ତତେ କିଏ ଗପ କିଏ ବାପା ଆଜି ମୁଁ ଗୋଟେ ଗପ କହୁଛି ଶୁଣିବା ହେଲା କୋଉ ଗପ ଶୁଣିବା ଆମେ ଆଜି ଶୁଣିବା ବିଲୁଆ ଆଉ ଗୋଟେ ହେଲା ମାଙ୍କଡ଼ ଗପ କୋଉ କୋଉ କିଏ କିଏ ବିଲୁଆ ଆଉ ମାଙ୍କଡ଼ ବିଲୁଆ ଆଉ ମାଙ୍କଡ଼ ହଁ ସେ ଶିଆଳ ବିଲୁଆ ଏକା ହେଲା ବିଲୁଆ ମାଙ୍କଡ଼ ଗପ ଆମେ ଆଜି ଶୁଣିବା ହେଲା ଦିନେ କ'ଣ ହେଇଛି ନା ଜଙ୍ଗଲରେ କ'ଣ ହବ ରାଜା ହବ ବୋଲି ସମସ୍ତଙ୍କୁ କୁହାଗଲା କ'ଣ ହବ ଜଙ୍ଗଲର ରାଜା ପୂଜା ହବ ହେଲା କ'ଣ ହବ ଜଙ୍ଗଲର ରାଜା ହବ ସବୁ କହିଲେ କାହାକୁ ରାଜା କରିବା ବୋଲି ମାଙ୍କଡ଼ ରାଜା କରିବା ବୋଲି କାହାକୁ ରାଜା କଲି ସବୁ କହିଲେ ଆମେ କାହାକୁ ମିଶେଇକି ରାଜା କରିବା ମାଙ୍କଡ଼କୁ ମିଶେଇକି ରାଜା କରିବା ବୋଲି କିନ୍ତୁ ତା ଦେହରେ ବିଲୁଆ ଥିଲା ବିଲୁଆ ତ ହେଉଛି ବଡ଼ ଚତୁର ବିଲୁଆ କହିଲା ମୋତେ କ'ଣ ରାଜା କଲେନି ଆଉ କ'ଣ ମାଙ୍କଡ଼କୁ କ'ଣ ରାଜା କରାହବ ତେଣୁ ବିଲୁଆ କ'ଣ କଲା ମାଙ୍କଡ଼ ଉପରେ କ'ଣ କଲା ରାଗିଲା ହେଲା ରାଜା ହେଲା କି ମାଙ୍କଡ଼ ହେଲା କିନ୍ତୁ ହବାକୁ କିଏ ଚାହୁଁଥିଲା ବିଲୁଆ ଚାହୁଁଥିଲା କ'ଣ ହବ ବିଲୁଆ ଚାହୁଁଥିଲା ମାଙ୍କଡ଼ ହବ ବୋଲି ତାପରେ ଯେମିତି ତାକୁ ରାଜା କରୁଛନ୍ତି ବିଲୁଆ କ'ଣ କଲା ତାପରେ ରାଗିଲା ରାଗିଲା ପରେ ଦିନେ କ'ଣ ହେଇଛି ନା ତା ପରଦିନ ଯାଇଛନ୍ତି ଗୋଟା ଆଇଛି ଶିକାରୀ କ'ଣ ଯେଉଁ ଶିକାର କରନ୍ତି ହେଲା ଶିକାରୀ ଆଇ ଶିକାର କରିବାକୁ ତାକୁ ସିଏ କ'ଣ କରେ ତାଙ୍କୁ ଜାଲ ବିଛେଇଛି ବିଲୁଆ ତ ବଡ଼ ଚତୁର ବିଲୁଆ କ'ଣ କରିଦେଲା ଜଙ୍ଗଲଟା ଜାଲ ବୋଲି ସିଏ କ'ଣ କଲା ନା ମାଙ୍କଡ଼କୁ ଆସି ଡାକିକି କହିଲା ଆରେ ମାଙ୍କଡ଼ ଆଉ ତମେ ତ ରାଜା ଦେଖିବ ଏଇଟା କ'ଣ ଖାଇବାକୁ କ'ଣ ପଡ଼ିଛି କ'ଣ ଟିକେ ଦେଖନି ଯେମିତି ମାଙ୍କଡ଼ ଯାଇଛି ସେଇ ଜାଲରେ କିଏ ପଡ଼ିଗଲା ମାଙ୍କଡ଼ ପଶିଗଲା ହେଲା କିଏ ଫସିଗଲା ମାଙ୍କଡ଼ ଫସିଗଲା ଯେମିତି ମାଙ୍କଡ଼ ଫସିଯାଇଛି ତାପରେ ବିଲୁଆ ସମସ୍ତଙ୍କୁ ଡାକିକି ଆଣିଲା ଡାକିକି ଗଲା ଆରେ ଦେଖ ତମେ ସବୁ ଭାଇମାନେ ତମେ ସବୁ ଆକୁ କାହାକୁ ରାଜା କରୁଛ ମାଙ୍କଡ଼କୁ ରାଜା କରୁଛ ସେ ରାଜା ତ ନିଜକୁ ସମ୍ଭାଳି ପାରୁନି ସିଏ ଆମକୁ କିପରି ସମ୍ଭାଳିବ ବିଲୁଆ କ'ଣ କଲା କହିଲା ସିଏ ତ ରାଜା ତ ନିଜେ ଜାଣିପାରୁନି ସିଏ ଆମକୁ କ'ଣ ସମ୍ଭାଳିବ ହେଲା